ଆଜିର ବିଷୟବସ୍ତୁଟି ହେଉଛି ଏମ୍ଏସ୍ପି ଆଇନର ମାନ୍ୟତା ଜରୁରୀ। ଆଲୋଚନା କରିବା। କୃଷିକୁ ଲାଭଜନକ କରିବା, ଅଧିକରୁ ଅଧିକ ଯୁବବର୍ଗକୁ କୃଷି କାର୍ଯ୍ୟରେ ନିୟୋଜିତ କରିବା ଏବଂ ଚାଷୀ ଆତ୍ମହତ୍ୟାକୁ ପ୍ରତିହତ କରିବା ପାଇଁ ଜାତୀୟ କୃଷକ ଆୟୋଗ ଗଠନ କରାଯାଇଥିଲା। ଭାରତରତ୍ନ ଡକ୍ଟର ଏମ୍.ଏସ୍. ସ୍ୱାମୀନାଥନ୍ ଜାତୀୟ କୃଷକ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ଆଶା କରାଯାଇଥିଲା ଦେଶରେ ସବୁଜ ବିପ୍ଳବ ଆରମ୍ଭ କରି କୃଷି ଅଭିବୃଦ୍ଧି ଆଣି ଦେଇଥିବା ସ୍ୱାମୀନାଥନ୍ କୃଷକର ଅଭିବୃଦ୍ଧି ଆଣିବାରେ ସହାୟକ ହେବେ। ହେଲେ ତାଙ୍କର ଶତ ଚେଷ୍ଟା ସତ୍ତ୍ୱେ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଅଧିକ ଉତ୍ପାଦନ କରି ଚାଷୀ ଦିନକୁ ଦିନ ଗରିବ ହେବାରେ ଲାଗିଛି। ଦେଶରେ କୃଷକର ଆତ୍ମହତ୍ୟା ବଢ଼ି ଚାଲିଛି। ଆଜି ଦେଶର ପ୍ରତି ଘଣ୍ଟାରେ ପ୍ରାୟ 2 ଜଣ ଚାଷୀ ଆତ୍ମହତ୍ୟା କରୁଛନ୍ତି। ତଥାପି ସରକାର ସ୍ୱାମୀନାଥନ୍ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ କୁଣ୍ଠିତ ହେଉଛନ୍ତି। ସ୍ୱାମୀନାଥନ୍ ସୁପାରିଶକୁ କାଟଛାଣ୍ଟ କରି ଏମ୍ଏସ୍ପି ନିର୍ଦ୍ଧାରଣ କରାଯାଉଛି। କୁହାଯାଉଛି ସ୍ୱାମୀନାଥନ୍ ସୁପାରିଶ ଅନୁସାରେ ଏମ୍ଏସ୍ପି ନିର୍ଦ୍ଧାରଣ କରାଯାଉଛି। ଅନ୍ୟପକ୍ଷରେ ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ ସ୍ୱାମୀନାଥନ୍ କମିଟି ସୁପାରିଶକୁ ବିକଳାଙ୍ଗ କରି ପ୍ରଣୟନ କରାଯାଉଛି। କେବଳ ଭୋଟ ବ୍ୟାଙ୍କ ପାଇଁ କେଉଁଠାରେ ଇନପୁଟ୍ ସହାୟତା ହେଉଛି ତ କେଉଁଠି ଇନପୁଟ୍ ରିହାତି ନାମରେ ଚାଷୀଙ୍କୁ ପ୍ରଲୋଭିତ କରି ଧାନ କିଣାରେ ଭୋଟ ପାଇଁ ଲାଞ୍ଚ ଦିଆଯାଉଛି। ଚାଷୀ କାହା ଦୟାରେ ପାତ୍ର ନୁହନ୍ତି। ଆମେ ବୁଝିବା ଦରକାର ପ୍ରକୃତ ଏମ୍ଏସ୍ପି ନଦେଲେ ଆମେ ଯେପରି ଚାଷୀଙ୍କୁ ଠକୁଛେ, ଏହାଦ୍ୱାରା କେବଳ ଚାଷୀ କୂଳରେ କ୍ଷତି ହେଉନାହିଁ, ଦେଶର କ୍ଷତି ହେଉଛି। କଥାରେ କୁହାଯାଉଛି 50% ଲୋକ କୃଷି ଉପରେ ନିର୍ଭରଶୀଳ। ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା। ଆମେ ସମସ୍ତେ ବଞ୍ଚିବା ପାଇଁ ଯେଉଁ ଖାଦ୍ୟ ଖାଇଥାଉ ତାହା ଚାଷରୁ ହିଁ ଆସିଥାଏ। ତେବେ ଏବେ କୁହନ୍ତୁ 50% ଲୋକ କିପରି ଚାଷ ଉପରେ ନିର୍ଭରଶୀଳ? ମଣିଷ ବଞ୍ଚିବା ପାଇଁ ଯେଉଁ 4ଟି ମୌଳିକ ଆବଶ୍ୟକତା ରହିଛି, ସେଥିମଧ୍ୟରୁ ଖାଦ୍ୟ ଅନ୍ୟତମ। ନିଜସ୍ୱ ଖାଦ୍ୟ ଉତ୍ପାଦନ ପାଇଁ ମଣିଷ ପୃଥିବୀ ପୃଷ୍ଠରେ ଅନ୍ୟ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ। ଖାଦ୍ୟ ଉତ୍ପାଦନ କରି ମଣିଷ ସମାଜକୁ ପୃଥିବୀ ପୃଷ୍ଠରେ ଜୀବିତ ରଖିଥିବା କୃଷକ ଅଭାବୀ ବିକ୍ରି ଦାରିଦ୍ର୍ୟ ଯୋଗୁଁ ଆତ୍ମହତ୍ୟାକୁ ଆପଣେଇବା ପାଇଁ ବାଧ୍ୟ ହେଉଛନ୍ତି, ତାହା ସୁସ୍ଥ ସମାଜ ପାଇଁ ଗ୍ରହଣୀୟ ନୁହେଁ। ପ୍ରତିବର୍ଷ କୃଷି ମୂଲ୍ୟ ନିର୍ଦ୍ଧାରଣ ଆୟୋଗ CAPC ବସୁଛି। ହେଲେ ସ୍ୱାମୀନାଥନ୍ଙ୍କ ସୁପାରିଶକୁ ଠିକ୍ ଭାବରେ ପ୍ରଣୟନ ନ କରି ସୁପାରିଶକୁ କାଟଛାଣ୍ଟ କରି ପ୍ରଣୟନ କରାଯାଉଛି। ଫସଲର ଠିକ୍ ମୂଲ୍ୟ ପ୍ରଦାନ ପାଇଁ ସ୍ୱାମୀନାଥନ୍ ସରକାରଙ୍କୁ ସୁପାରିଶ କରିଥିଲେ। ଚାଷୀ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ଯାହା ଖର୍ଚ୍ଚ କରୁଛି, ନିଜର ଶ୍ରମ, ଚାଷୀ ପ୍ଲସ୍ ଚାଷ ଜମିର ଭଡ଼ା ଅଥବା ନିବେଶ ସହିତ ଖର୍ଚ୍ଚର 50% ଅର୍ଥକୁ ମିଶାଇ ଏମ୍ଏସ୍ପି ନିର୍ଦ୍ଧାରଣ କରିବାକୁ, ଯାହାକୁ C2+50% ସୂତ୍ର କୁହାଯାଉଛି। ସେଥିପାଇଁ ଚାଷ ପାଇଁ ଖର୍ଚ୍ଚ, ଚାଷୀର ଶ୍ରମ ମୂଲ୍ୟ, ଜମିର ଭଡ଼ା ବା ନିବେଶ ସହିତ ସମୁଦାୟ ଖର୍ଚ୍ଚର 50% ମିଶି ରହିଛି। ହେଲେ ସରକାର ଚାଷ ପାଇଁ ନିଜ ପକେଟରେ କରୁଥିବା ଖର୍ଚ୍ଚ ସହିତ ଖର୍ଚ୍ଚର 50% ଅଧିକ ଖର୍ଚ୍ଚ ଯୋଡ଼ି ଏମ୍ଏସ୍ପି ନିର୍ଦ୍ଧାରଣ କରୁଛନ୍ତି। ବର୍ଷ ଧରି ଏମ୍ଏସ୍ପିରେ ଚାଷୀର ନିଜ ଶ୍ରମ ମୂଲ୍ୟ ଏବଂ ଜମିର ଭଡ଼ା ଓ ନିବେଶକୁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନିଆଯାଉନାହିଁ। କେବଳ ଉତ୍ପାଦନ ଖର୍ଚ୍ଚର 1.5 ଗୁଣ ଏମ୍ଏସ୍ପି କରାଯାଉଛି। ଆପଣମାନେ କୁହନ୍ତୁ, ବିନା ଜମିରେ ଚାଷ ଏବଂ କୃଷି ଉତ୍ପାଦନ ସମ୍ଭବ କି? ଜମିରେ ଯଦି କିଛି ମୂଲ୍ୟ ନାହିଁ, ତେବେ ଭାଗ ଚାଷୀ କ'ଣ ପାଇଁ ଜମି ମାଲିକକୁ ଉତ୍ପାଦନର 1/3 ପ୍ରଦାନ କରିବ? ଏହା ସମସ୍ତଙ୍କୁ ଜଣାଥିଲା ଯେ ଏମ୍ଏସ୍ପି ନିର୍ଦ୍ଧାରଣ ଜମିର ଭାଗୀଦାରୀଙ୍କ ସହିତ ଯୋଡ଼ା ହେଉନାହିଁ। ଫଳରେ ଚାଷୀ ତାର ଉତ୍ପାଦନର ପ୍ରକୃତ ମୂଲ୍ୟ ପାଇପାରୁନାହିଁ। ଭାଗ ଚାଷୀ ଋଣ କରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ନିକଟରେ ଆମ ରାଜ୍ୟରେ ହେଉଥିବା ଅଦିନିଆ ବର୍ଷାରେ ଧାନ ଫସଲ କ୍ଷତି ଯୋଗୁଁ ବହୁ ଚାଷୀ ଆତ୍ମହତ୍ୟା କରୁଛନ୍ତି। କେବଳ ଋଣ ପାଇଁ ନୁହେଁ, ଜମି ମାଲିକର ପାଉଣା ମଧ୍ୟ। ସରକାରୀ କର୍ମଚାରୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଚାକିରି ପାଇଥାନ୍ତି ଏବଂ ସେହି ଅନୁସାରେ ସେମାନଙ୍କର ଦରମା ନିର୍ଦ୍ଧାରଣ ହୋଇଥାଏ। ସରକାରୀ କର୍ମଚାରୀ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦେଇଥାନ୍ତି, ଦରମା ନିର୍ଦ୍ଧାରଣ କରିଥାନ୍ତି। ତେବେ ଯଦି ଜଣେ ଚାଷୀ ତାର ଜମି ପାଇଁ ଚାଷ କରୁଛି ଏବଂ ଭାଗ ଚାଷୀ ଜମି ମାଲିକଙ୍କୁ ଜମି ପାଇଁ ମୂଲ୍ୟ ଦେଉଛି, ତେବେ କାହିଁକି ଏମ୍ଏସ୍ପି ଆକଳନ, ଜମି ଭଡ଼ା ବା ନିବେଶକୁ ସାମିଲ କରାଯିବ ନାହିଁ? ଯଦି ଚାଷୀକୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାନଯାଏ, କେବଳ ଚାଷୀ କ୍ଷତିଗ୍ରସ୍ତ ହେବେ ନାହିଁ, ଦେଶ ସହିତ ସାଧାରଣ ଜନତା ମଧ୍ୟ କ୍ଷତିଗ୍ରସ୍ତ ହେବେ। ଚାଷୀର ଖାଦ୍ୟଶସ୍ୟ ସ୍ଥାନରେ ଅଖାଦ୍ୟ ଉତ୍ପାଦନ କରିବାକୁ ବାଧ୍ୟ ହେବେ, ଯାହାକୁ ଆମେ ଅପମିଶ୍ରିତ ଖାଦ୍ୟ ବୋଲି କହୁଛେ। ସୁସ୍ଥ ମାନବ ସମାଜ ପାଇଁ କୃଷକର ଆର୍ଥିକ ବ୍ୟବସ୍ଥା ସୁଦୃଢ଼ ହେବା ଦରକାର। ଏଥିପାଇଁ ସ୍ୱାମୀନାଥନ୍ଙ୍କ ସୁପାରିଶକୁ ଠିକ୍ ରୂପରେ ପାଳନ କରାଯାଉ, ଅର୍ଥାତ୍ କୃଷିଜାତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ C2+50% ଆଧାରରେ କରାଯାଉ। ଏଥିପାଇଁ ଏମ୍ଏସ୍ପିକୁ ଆଇନରେ ପରିଣତ କରାଯାଉ। କ୍ଷୁଧା ମୃତ୍ୟୁ ରୋକିବା ପାଇଁ ଯଦି ଦେଶରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯାଉଛି, ତେବେ ଖାଦ୍ୟର ଆତ୍ମହତ୍ୟା ରୋକିବା ପାଇଁ ତାର ସୁରକ୍ଷା କାହିଁକି ଏମ୍ଏସ୍ପି ଆଇନ ପ୍ରଣୟନ କରାଯିବ ନାହିଁ? ଚାଷୀ ରହିଲେ ଖାଦ୍ୟର ଉତ୍ପାଦନ ହେବ ଏବଂ ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ମିଳିବ। ଏଥିପାଇଁ ପ୍ରଥମେ ଭିତ୍ତିଭୂମି ଏମ୍ଏସ୍ପି ନିର୍ଦ୍ଧାରଣ ହେଉ ଏବଂ ଏହାକୁ ଆଇନର ମାନ୍ୟତା ମିଳୁ। ଲେଖିଥିଲେ ଆଠଗଡ଼ ବିଧାୟକ। ଧନ୍ୟବାଦ।